ସୁନା ଥିଲେ ସୁନା ବେଶ ହୁଅନ୍ତି, ସୁନା ନଥିଲେ ସୁନା ବେଶ କ'ଣ ହେବ? ନିରଞ୍ଜନ ମେକାପ, ମୁଁ ଗବେଷକ ତୁଳସୀ କ୍ଷେତ୍ର। ଯେହେତୁ ଲୋକ ବନ୍ଧୁ ଘର ଗଲେ ବାହୁଡ଼ିବାକୁ ପଡ଼େ, ସେହିପରି 9 ଦିନ ଯାତ୍ରା, ନବଦିନ ଯାତ୍ରା ବା ଘୋଷ ଯାତ୍ରା ପରେ ଆଜି ହେଉଛି ସେହି ପର୍ଯ୍ୟାୟ ବାହୁଡ଼ା ଯାତ୍ରା, ଯାହା ପ୍ରତିବର୍ଷ ମହାପ୍ରଭୁ ବଳଦେବ ଏବଂ ଜଗନ୍ନାଥ ମାଉସୀ ମା ମନ୍ଦିରରୁ ବା ମାଉସୀ ମା ଘରୁ ବା ମତାନ୍ତରେ ଜନ୍ମବେଦରୁ ପୁଣି ପ୍ରତ୍ୟାବର୍ତ୍ତନ କରିଥାନ୍ତି ବଡ଼ ଦେଉଳକୁ। ଆଜି ସେହି ଦିନ ପବିତ୍ର ବାହୁଡ଼ା ଯାତ୍ରା। ମହାପ୍ରଭୁଙ୍କର ରଥ ଆଜି ଦକ୍ଷିଣ ମୋଡ଼ ନେଇ ସାରିଛି। ଆଜି ଆଉ ସନ୍ଧ୍ୟା ପରେ ତୁଳସୀ କ୍ଷେତ୍ରର ନୀତି ନିୟମ ଅନୁସାରେ ମହାପ୍ରଭୁ ବଳଦେବ ପହଣ୍ଡି ହେବେ। ଆଜି ଆଉ ରଥ ଚାଲିବନି, ଏଇଟା ଏମିତି ଅନେକ ଦିନ ତଳୁ ଚଳୁଛି। ତେବେ ଆମେ ଯେତିକି ଦେଖିଛୁ, ଏହା ପୂର୍ବରୁ ରଥ ଠାକୁର ଦିନରେ ପହଣ୍ଡି ହେଉଥିଲେ। ରଥ ଆସିକିରି କିଛି ବାଟ ଆସି ସାରିଲା ପରେ ରଥ କାଦୁଅ ଦୋଷରୁ ଚାଲୁନଥିଲା। କିନ୍ତୁ ଏବେ କ'ଣ ବିଭିନ୍ନ ପ୍ରକାର ପ୍ରଶାସନିକ ତ୍ରୁଟି ହେଉଛି, ତେଣୁ ଯଦିଓ ଦିନରୁ ରଥ ଦକ୍ଷିଣ ମୋଡ଼ ନେଉଛି ବା ରଥ ନିଜର ମୁହଁକୁ ବଦଳେଇ ପାରୁଛି ବା ରଥ ବୁଲି ସାରିଲା ପରେ ମଧ୍ୟ ପହଣ୍ଡି ହେଉନାହାନ୍ତି। ତେଣୁ ଯାହା ହେଉ ଆଜି ପହଣ୍ଡି ମହାପ୍ରଭୁ ରହିବେ। ଆସନ୍ତାକାଲି 10ଟା ପରେ ଚାର ଖୋଲାଯାଏ, ଘୋଡ଼ା ଲଗାଯିବ, ତାପରେ ରଥ ଚାଲିବ। ଏଇଟା ଏ କ୍ଷେତ୍ରର ଏକ ବିଶେଷତ୍ୱ, କାରଣ 2 ଦିନ ଗୁଣ୍ଡିଚା ଏବଂ 2 ଦିନ ବାହୁଡ଼ା ଯାତ୍ରା ହେଉଛି। ଲୋକମାନଙ୍କ ମତରେ ଏହା ଶ୍ରୀକ୍ଷେତ୍ର ଭଳି। ବାସ୍ତବ କ୍ଷେତ୍ରରେ ଶ୍ରୀକ୍ଷେତ୍ର ସହିତ ଏହାର ବିଶେଷ କିଛି ସାମଞ୍ଜସ୍ୟ ନାହିଁ। ଆର ନୀତିକାନ୍ତି ସବୁବେଳେ ଅଲଗା। କେବଳ ଯେହେତୁ 2 ଭାଇ ଉଭୟ ବାସୁଦେବ, ତେଣୁ 2 ଭାଇ ଗୋଟେ ଜାଗାରୁ ଜନ୍ମ ହୋଇଥିବାରୁ ବା ଜଣଙ୍କଠାରୁ ଜନ୍ମ ହୋଇଥିବାରୁ ସେଥିପାଇଁ ଜଣାଯାଏ ସେହିପରି। ତେବେ ତା'ର ରଥଯାତ୍ରା ଅଲଗା, ତା'ର ମକର ସଂକ୍ରାନ୍ତି ଅଲଗା, ଶ୍ରୀକ୍ଷେତ୍ରର ଅଲଗା, ତୁଳସୀ କ୍ଷେତ୍ରର ଅଲଗା। କିନ୍ତୁ ଲୋକ ଧରି ନିଅନ୍ତି ଯେହେତୁ ଏଠି ମକର ସଂକ୍ରାନ୍ତି ହେଉଛି, ସେଠି ମକର ସଂକ୍ରାନ୍ତି ହେଉଛି, ଏଠି ଦୋଳଯାତ୍ରା, ଏଠି ଦୋଳଯାତ୍ରା ଆଉ ସମାନ ନୁହଁ। କିନ୍ତୁ ପର୍ବ ସବୁ ଠିକ୍ ସମୟରେ ପାଳିତ ହୁଏ। ତେଣୁ କହନ୍ତି ଜଗନ୍ନାଥଙ୍କ ଧାମ ଏବଂ ତୁଳସୀ କ୍ଷେତ୍ର ଧାମ ସମାନ। କିନ୍ତୁ ତା ଠିକ୍ ନୁହଁ, କାରଣ ତୁଳସୀ କ୍ଷେତ୍ରରେ ଯେତେବେଳେ ଆପଣଙ୍କର ଟୋଟାଲ ନବକଳେବର ହେଉଛି, ଏଠି ଆଦୌ ନବକଳେବର ଆଦୌ ହେଉନାହିଁ। ତେଣୁ ତୁଳସୀ କ୍ଷେତ୍ର ଗତି ରୀତି ଅଲଗା। ମହାପ୍ରଭୁ ବଳଦେବଙ୍କ ମନ୍ଦିର 1663 ମସିହା ଜୁନ୍ 17 ବାଙ୍ଗଲା ଖାର ଇନ୍ ଦୌରାନ ମୁସଲମାନ ସୁବାଦାର ସବୁ ଜିନିଷପତ୍ର ନେଇଯାଇଛି, କିଛି ନାହିଁ। ମାନେ ସମୁଦାୟ 7000 8000 ଏକର ସମ୍ପତ୍ତି ସହିତ ସମସ୍ତ ଅପହରଣ ହୋଇଗଲା। ତାପରେ ଠାକୁର କିଛି ଦିନ ଯାଇ ସଖୀବଟରେ ରହିଲେ। 1700 ବା ଅଷ୍ଟାଦଶ ଶତାବ୍ଦୀର ପ୍ରାରମ୍ଭ ଭାବରେ କୁଜଙ୍ଗ ରାଜା ଏବଂ ଆମର ବାରଙ୍ଗ ରାଜା ମନ୍ଦିର କରିବାରୁ ଏଠି ଆସିଲେ। ତ ତାପରେ ଯାହା ଏଇ ଛୋଟ ଛୋଟ ରାଜାମାନେ ଜମିଦାରମାନେ ଦେଇଛନ୍ତି, ମହନ୍ତ ଦେଇଛନ୍ତି। ତେଣୁ ସୁନା ତ ନାହିଁ, ସୁନା ବେଶ କ'ଣ ହେବେ? ତେଣୁ ଯାହା ବି ହେଉ ଏଠି ସୁନା ବେଶ ବୋଧେ ରୂପା ବେଶ ହୁଅନ୍ତି, ସୁନାର ଚିତା ଲାଗେ, ସୁନାର ବିଭିନ୍ନ ପ୍ରକାର ଜିନିଷ ଏଠି ହୁଏ। ତେଣୁ ସୁନା ବେଶ ଏଠି ହୁଅନ୍ତିନି, କେବଳ ଏଠୁ ଓହ୍ଲାଇଲା ବେଳେ ରଘୁନାଥ ବେଶ ହୁଅନ୍ତି, ଯାହା ପୁରା ଚାନ୍ଦିରେ ତିଆରି। ଯେଉଁଦିନ ରଥ ଚକଡ଼ା ଲାଗିବ ସେଇଦିନ, ଯେଉଁ ପହଣ୍ଡି ଦିନ